ମୁଁ ଆନନ୍ଦ କୁମାର ସାହୁ ସମସ୍ତଙ୍କୁ ଆଜିର ଏହି ଭର୍ଚୁଆଲ ଷ୍ଟୁଡିଓ ସୁନ୍ଦରଗଡ଼କୁ ମୁଁ ସ୍ୱାଗତ କରୁଛି। ଆଜି ଆମେ ପଢ଼ିବା ସାହିତ୍ୟ ବହିର ବୁଢ଼ା ଶଙ୍ଖାରୀ ଗଳ୍ପକୁ। ଗଳ୍ପଟି ଲେଖିଛନ୍ତି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର। ସେ ହେଉଛନ୍ତି ଓଡ଼ିଆ ଭାଷା ସାହିତ୍ୟର ଜଣେ କାଳଜୟୀ ସ୍ରଷ୍ଟା। ଗଳ୍ପଟି ମାଧ୍ୟମରେ ଗାଳ୍ପିକ ଏକ ଦୁଃଖ ଭରା କାହାଣୀକୁ ଉଲ୍ଲିଖିତ କରିଛନ୍ତି। ଏକ ଅଶ୍ରୁଳ ହୃଦୟର କରୁଣ ଗାଥା ବର୍ଣ୍ଣନା କରିବା ସଙ୍ଗେ ସଙ୍ଗେ ମଣିଷ ପ୍ରତି ସମ୍ବେଦନଶୀଳତା ଏବଂ ମଣିଷ ପ୍ରତି ଗଭୀର ଆପଣାପଣ ଭାବକୁ ଦର୍ଶାଇଛନ୍ତି। ଏଠାରେ ଜମିଦାର ଘରର ବହୁ ପ୍ରତି ପିତୃତୁଲ୍ୟ ଆନ୍ତରିକତା ଓ ଆସମାନ ତାରା ଶଙ୍ଖାଚୁଡ଼ି ଗଢ଼ି ପିନ୍ଧାଇବାର ଅନାବିଳ ସ୍ନେହ ଏବଂ ଶେଷରେ ବହୁକୁ ବିଧବା ରୂପରେ ଦେଖି ବୁଢ଼ା ଶଙ୍ଖାରୀ ଯନ୍ତ୍ରଣାରେ ଜର୍ଜରିତ ହୋଇ ଉଠିଛି। ଆସନ୍ତୁ ଆଜି ଆମେ ଆଲୋଚନା କରିବା ବୁଢ଼ା ଶଙ୍ଖାରୀ ଗଳ୍ପକୁ। ସମସ୍ତଙ୍କୁ ପୁଣି ଥରେ ସ୍ୱାଗତ କରୁଛି ମୁଁ। ପ୍ରଥମେ ଆମେ ଦେଖିନେବା ଗାଳ୍ପିକଙ୍କ ବିଷୟରେ। କାନ୍ତ କବି ରୂପରେ ଲକ୍ଷ୍ମୀକାନ୍ତ ମହାପାତ୍ର ସୁପରିଚିତ। ତାଙ୍କର ଜନ୍ମ 1888 ମସିହା ଡିସେମ୍ବର ମାସର 9 ତାରିଖ ଦିନ ହୋଇଥିଲା ଏବଂ ମୃତ୍ୟୁ 1953 ମସିହା ଫେବୃଆରୀ 24 ତାରିଖ। ତାଙ୍କର ପିତାଙ୍କ ନାମ ଥିଲା ଚୌଧୁରୀ ଭାଗବତ ପ୍ରସାଦ ସାମନ୍ତରାୟ ମହାପାତ୍ର। ତାଙ୍କର ମାତାଙ୍କ ନାମ ଥିଲା ରାଧାମଣୀ ଦେବୀ। ତାଙ୍କର ପୈତୃକ ଗ୍ରାମ ଭଦ୍ରକ ନିକଟବର୍ତ୍ତୀ ତାଲପଡ଼ା ଗ୍ରାମରେ। ତାଙ୍କର ଓଡ଼ିଆ ସାହିତ୍ୟ ପ୍ରତି ତାଙ୍କର ବହୁତ ସୁପରିଚିତ ଥିଲା। ଅନେକ ଉପନ୍ୟାସ, ଗଳ୍ପ ସଂକଳନ, ପ୍ରବନ୍ଧ ସାହିତ୍ୟ, କବିତା ରଚନା କରି ସେ ଓଡ଼ିଆ ସାହିତ୍ୟକୁ ଜୀବନ୍ତ କରିଛନ୍ତି। ତାଙ୍କର ଉପନ୍ୟାସ ମଧ୍ୟରେ କଣାମାମୁଁ ଉପନ୍ୟାସ, ଜୀବନ ସଙ୍ଗୀତ ଗଳ୍ପ, ଚଟକ, ଚନ୍ଦ୍ରହାସ ଚମ୍ପୁ, ଶରୀର ମାଧ୍ୟମ ଏ ପ୍ରଭୃତି ଅନେକ ରଚନା କରିଥିଲେ। ତାଙ୍କର ଅମ୍ଳାନ ସୃଷ୍ଟି ବୁଢ଼ା ଶଙ୍ଖାରୀ ଓ କବିତା ସବୁଥିରୁ ବଞ୍ଚିତ କରି ଓଡ଼ିଶାର ଜନମାନସରେ ବେଶ ପରିଚିତ, ଘରେ ଘରେ ପରିଚିତ। ବନ୍ଦେ ଉତ୍କଳ ଜନନୀ କବିତାକୁ ସାରା ଓଡ଼ିଶାରେ ରାଜ୍ୟ ସରକାର 7 ଜୁନ 2020 ମସିହାରେ ରାଜ୍ୟ ସଙ୍ଗୀତର ମାନ୍ୟତା ଦେଇଥିଲେ। ତାଙ୍କର ଲେଖାଗୁଡ଼ିକ ବେଶ ପ୍ରସିଦ୍ଧ ହୋଇଛି। ଦେଖିବା ଗଳ୍ପର ପୃଷ୍ଠଭୂମି। ଏଠାରେ ଗାଳ୍ପିକ ବର୍ଣ୍ଣନା କରିଛନ୍ତି କି ରକ୍ତର ସମ୍ପର୍କ ନଥିଲେ ମଧ୍ୟ ଅନାବିଳ ବାତ୍ସଲ୍ୟ, ପ୍ରେମ, ମହାନତା ପ୍ରଦର୍ଶନ କରାଯାଇଛି। ତାହା ଏହି ଗଳ୍ପର ପୃଷ୍ଠଭୂମି। ଗଳ୍ପରେ ଗାଳ୍ପିକ ଏକ ସ୍ନେହପ୍ରବଣ ଏବଂ ଶ୍ରଦ୍ଧାଶୀଳ ମଣିଷ ହୃଦୟର ଭାବବେଗକୁ ଅତି ନିଖୁଣ ଭାବରେ ପ୍ରଦର୍ଶନ କରିଛନ୍ତି। ଗଳ୍ପଟିରେ ଗାଳ୍ପିକ ଏକ ସନ୍ଦେଶ ଦେବାକୁ ଚାହୁଁଛନ୍ତି ଯେ ରକ୍ତଗତ ସମ୍ପର୍କ ଠାରୁ ମଧ୍ୟ ଆଉ ଏକ ସମ୍ପର୍କ ଅଛି, ଯାହାକି ଭାବଗତ ସମ୍ପର୍କ, ଯାହା ହେଉଛି ହୃଦୟର ସମ୍ପର୍କ। ତ ଗଳ୍ପକୁ ଆମେ ଆରମ୍ଭ କରିବାରୁ ଦେଖିବା କି ପ୍ରାଚୀନ କାଳରେ ଗାଁ ମାନଙ୍କରେ ଅନେକ ପସରା ବ୍ୟବସାୟୀ ଲୋକ ନିଜର ଟୋକେଇରେ ଜିନିଷ ନେଇକି ବ୍ୟବସାୟ କରୁଥିଲେ। ଗାଁ ଗାଁ ବୁଲି ବୁଲି ସେମାନେ ନିଜର ଗୁଜରାଣ ମେଣ୍ଟାଉଥିଲେ। ଠିକ ସେହିପରି ଏଠାରେ ଆମେ ଦେଖିବା ଜଣେ ଶଙ୍ଖାରୀ ବୁଢ଼ା କିପରି ତାର ଶଙ୍ଖା ବ୍ୟବସାୟ କରି ନିଜର ପସରାରେ ଶଙ୍ଖା ଧରି ଗାଁ ଗାଁ ବୁଲି ନିଜର କେମିତି ଜୀବିକା ନିର୍ବାହ କରୁଥିଲା। ତ କାହାଣୀଟି ଆରମ୍ଭ ହୋଇଛି ଫଗୁଣ ମାସର ଶେଷକୁ, ଯେତେବେଳେ ଉଦୁ ଉଦିଆ ଖରାବେଳ ବୁଢ଼ାଟିଏ ଗାଁ ମଝିରେ ଯାଉଥିଲା। ଆଉ ସେ ବୁଢ଼ାଟି ହେଉଛି 60 ବର୍ଷର ବୁଢ଼ା। ତାର ଦାନ୍ତ ଗୁଡ଼ିକ ସବୁ ପଡ଼ି ଯାଇଥିଲା। ଆଉ ମୁଣ୍ଡ ବାଳ ଆଉ ଯେତିକି ଛାତି ବାଳ ଗୁଡାକ ପାଚି ଧୂପ ଫରଫର ଦିଶୁଛି। ବୁଢ଼ା ମୁଣ୍ଡରେ ଟୋକେଇ ଧରି ଫୁଲିରେ ଆଣ୍ଠୁ ଯାକେ ବୁଡ଼ି ରହିଛି। ଅଷ୍ଟାଙ୍ଗ ଶରୀର ଝାଳରେ ବୋହି ଗୋଡ଼ ବାଟି ବୋହି ଯାଉଛି। ପ୍ରଥମେ ଗାଳ୍ପିକ ଏଠାରେ ବୁଢ଼ାର ଅବସ୍ଥା, ନିଜର ଶାରୀରିକ ଦୃଷ୍ଟିଭଙ୍ଗୀକୁ ଏଠାରେ ଆଲୋକପାତ କରିଛନ୍ତି। ଦେଖାଯାଇଛି କି ବୁଢ଼ାର ବୟସ ହେଉଛି 60 ବର୍ଷ। ତାର ମୁଣ୍ଡ ବାଳ ସବୁ ପାଚିକି ଧୂପ ହେଇଗଲାଣି। ମୁଣ୍ଡରେ ଗୋଟିଏ ବି ଟୋକେଇଟିଏ ଧରି ସେ ଚାଲୁଛି, ଗାଁ ଗାଁ ବୁଲୁଛି। ଆଉ ସବୁ ତାର ଦେହ ସାରା ଆଣ୍ଠୁ ଯାକ ଅଷ୍ଟାଙ୍ଗ ଶରୀର ଝାଳରେ ବୋହି ଯାଇଛି। ତ ଗାଁ ମୁଣ୍ଡରେ ଗୋଟିଏ ଘର ସାମ୍ନାରେ ସେ ଚାଲି ଚାଲି ବହୁତ ଥକି ଯାଇଥିଲା। ଯାଉ ଯାଉ ଗୋଟେ ପକ୍କା ପିଣ୍ଢା 7 ଶ୍ରେଣୀଆ ଛପର ଜାଉଁଲି କବାଟ। ତ ବୁଢ଼ାଟା ଯାଇକି ସେଇ ପିଣ୍ଢା ଉପରେ ବସି ପଡ଼ିଲା। କିଛି କ୍ଷଣ ସେଠାରୁ ବସିଲା ପରେ
ଘର ଭିତରୁ ଗୋଟେ ଦାସୀଟିଏ ସେଇ ସମୟରେ ବାହାରି ଆସେ ଆଉ ବୁଢାକୁ ପଚାରେ, ଶଙ୍ଖାରୀ ପୁଅ, ଶଙ୍ଖା ଆଣିଛ କି? ବୁଢା ଉତ୍ତର କଲା, ହଁ ଶଙ୍ଖା ଆଣିଛି ବୋଲି ବୁଢା ସେଇ ଦାସୀକୁ କହିଥାଏ। ଠିକ ସେଇ ସମୟରେ ପୁଣି ସେ ଦାସୀକୁ କହିଲା, ଝିଅ ଟୋପାଏ ପାଣି ଦିଅନ୍ତୁ, ବୁଢା ମଣିଷ ଖରାରେ ତଣ୍ଟି ଶୁଖିଗଲାଣି। ତ ଦାସୀ କଥା ଶୁଣି ପାଣି ଆଣିବାକୁ ଚାଲି ଯାଇଥିଲା। ତ ଦ୍ୱିତୀୟ ପାରାଗ୍ରାଫରେ ଏବେ ଆମେ ଦେଖିବା ଗାଳ୍ପିକଙ୍କର ବର୍ଣ୍ଣନା କି ଗାଁର ବର୍ଣ୍ଣନା। ପ୍ରାଚୀନ ସମୟରେ ଯେଉଁ ଗ୍ରାମାଞ୍ଚଳ ଅଛି ସେଠାରେ ଆମେ ଦେଖିବା ଘର ଗୁଡିକ ଏତେ ପକ୍କା ନଥାଏ, ଚାଲ ଛପର ଘର ଥାଏ। ତ ଯୋଉଠି ପିଣ୍ଡାଟା ପକ୍କା, ଏଠି ଦେଖିବା ଗାଁ ମୁଣ୍ଡରେ ଗୋଟିଏ ଘର, 7 ତେଣିଆ ଛପର ଘର, ଜାଉଁଲି କବାଟ ଲାଗିଥିଲା। ଠିକ ସେହିପରି ଘରରେ କିଛି କ୍ଷଣ ପରେ ସେ ଘରୁ ଗୋଟେ ଦାସୀ ଆସିଥିଲା। ଦାସୀକୁ ସେ ବୁଢା ପାଣି ମାଗିବାରୁ ଦାସୀ ପାଣି ଆଣିବାକୁ ଚାଲି ଯାଇଥିଲା। କିଛି କ୍ଷଣ ପରେ ଲୋଟାଏ ପାଣି ଘେନି ଦାସୀ ଫେରି ଆସିଲା, ବୁଢା ପାଖରେ ଥୋଇଦେଲା। ବୁଢା ଉପରକୁ ଆଁ କରି ଢକ୍ ଢକ୍ କରି ଅଧ ଲୋଟାଏ ପାଣି ପିଇଦେଲା। ଠିକ ସେଇ ସମୟରେ ପାଣି ପିଇ ସାରି ବୁଢା ଚୌରସ ନିଶ୍ୱାସଟାଏ ମୁହଁ ବାଟେ ପକାଇଦେଲା। ଝିଅ ତୋର ବଡ ଧର୍ମ ହେଲା। ଦାସୀ କହିଲା, ହଉ ହେଲା ତ ହେଲା, ପଛକି ଚାଲ, ବହୁ ସାନ୍ତାଣୀ ଡାକିଛନ୍ତି, କେମିତିକା ଶଙ୍ଖା ଅଛି ଦେଖିବେ। ବୁଢା ଟୋକେଇଟି ଉଠେଇ ନେଲା। ତାପରେ ବୁଢା ଯେତେବେଳେ ଥକି ଯାଇଛି, ବସିଛି, ପାଣି ମାଗି ଦାସୀକୁ ପାଣି ପିଇଛି। ତା ସଙ୍ଗେ ସଙ୍ଗେ ପାଣି ପିଇ ସାରିବା ପରେ ଯେତେବେଳେ ଦାସୀ ପାଣି ଆଣି ଦେଇଛି, ସେ ବୁଢାଟା ଢକ୍ ଢକ୍ କରି ଏକା ଥରକେ ସେ ପିଇ ଦେଇଛି। ତାର ଶୋଷ ସେ ମେଣ୍ଟାଇଛି। ପିଇ ସାରିଲା ପରେ ସେ ଦାସୀକୁ ଗୋଟେ ଆଶୀର୍ବାଦ ଦେଇଛି, ଧର୍ମ ହେଲା ବୋଲି କହିଛି। ତାପରେ ଦାସୀ ପୁଣି କହୁଛି କି ବହୁ ସାନ୍ତାଣୀ କିପରି ଶଙ୍ଖା ଆଣିଛ ବୋଲି ସେ ଶଙ୍ଖାରୀ ବୁଢାକୁ ପଚାରିଛନ୍ତି। ତାପରେ ଶଙ୍ଖାରୀ ବୁଢାଟା ତା ଟୋକେଇ ଧରି ଘର ଭିତରକୁ ଚାଲି ଯାଇଛି। ଦେଖିବା ତାପରେ ଘର ଭିତରର ଦୃଶ୍ୟଟା କିପରି ଥିଲା। ଘର ସଦର ଦରଜା ପାରି ହେଲେ ଭିତରେ ପକ୍କା, ବାହାରେ ସାମନାରେ ଚଉପାଢୀ, ବାଁ ପାଖକୁ ଭିତରେ ଆଡ଼ ଦୁଆର। ସେ ଦ୍ୱାର ପାଖରେ ଓଢ଼ଣା ଦେଇ ବୋହୂଟିଏ ଠିଆ ହୋଇଥିଲା। ବୁଢା ଯାଇ ଟୋକେଇ ଥୋଇ ଠିଆ ହେଲା। ବୋହୂ ଧୀରେ ଧୀରେ ଦାସୀକି କହିଲା, କି ଶଙ୍ଖା ଅଛି ମୋ ପଚାର। ଦାସୀ ଟିକିଏ ମୁଖରା, ସେ କହିଲା, ଛି କର, ବୁଢାମଣି ପିଠାକୁ ଏତେ ଲାଜ, ନିଜେ ଟୋକେଇରୁ ଆଣି ଦେଖିନ। ତ କଥା ମନକୁ ଆସିଲା। ବୋହୂଟି ଓଢ଼ଣା ଅଧେ ଟେକି ଦେଇ ମୁରୁକି ମୁରୁକି ହସି ହସିକା ବାହାରି ଆସି ଟୋକେଇ ପାଖରେ ଛିଡା ହେଲା। ତାପରେ ଏବେ ବର୍ଣ୍ଣନା କରୁଛନ୍ତି ଗାଳ୍ପିକ ସେଇ ଘରର ଦୃଶ୍ୟକୁ। ତ ଘର ଭିତରେ ସାମ୍ନାରେ ଅଛି ଚଉପାଢୀ, ପାହାଚ ଅଛି, ଦ୍ୱାର ଅଛି, ପିଣ୍ଡା ବା ମଣ୍ଡପ। ତାପରେ ଦୀର୍ଘ ନିଶ୍ୱାସ ନେଇକରି ବୁଢା ସେଇଟାକୁ ଗଲା ଟୋକେଇ ଉଠେଇକି। ବୋହୂଟି ତାପରେ ଓଢ଼ଣା ଦେଇ ଠିଆ ହେଇଥାଏ ଦ୍ୱାର ପାଖରେ। ତ ବୁଢା ଯାଇକି ଟୋକେଇ ସେଇଠି ରଖିଲା। ତ ଦାସୀକି ବୋହୂଟି ପଚାରିଲା କି କି ପ୍ରକାର ଶଙ୍ଖା ସେ ଶଙ୍ଖାରୀ ବୁଢା ଆଣିଛି ତାଙ୍କୁ ଦେଖେଇବା ପାଇଁ ସେ ପଚାରିଲା। ତ ଏଠାରେ ଗାଳ୍ପିକ ସେଇ ଦାସୀକୁ କହିଛନ୍ତି, ଦାସୀଟା ଟିକେ ମୁଖରା ଥିଲା। ମୁଖରା ମାନେ ସେ ସବୁବେଳେ କଥା, ତାର ମୁହଁ ସବୁବେଳେ ଅନର୍ବଳ। ଆମେ ଦେଖିବା ଯେ ସବୁବେଳେ ଅନବରତ କଥା କହୁଥାଏ ତାକୁ କୁହାଯାଇଥାଏ ମୁଖରା ବୋଲି କୁହାଯାଇଥାଏ। ଦାସୀ ସବୁବେଳେ ତାର କଥାବାର୍ତ୍ତା ସବୁବେଳେ ବନ୍ଦ ହଉନଥିଲା। ତାପରେ ବୋହୂଟି ଓଢ଼ଣା ଦେଇ ଟେକି ଦେଇ ଟିକେ ମୁରୁକି ମୁରୁକି ହସିକରି ବାହାରିକୁ ଆସି ଟୋକେଇ ପାଖରେ ଠିଆ ହେଇକରି ଶଙ୍ଖା ଦେଖିବାକୁ ଲାଗିଲା। ଠିକ ଏଇ ସମୟରେ ବୋହୂଟିର ମୁହଁ ଦେଖିଲା। ଶଙ୍ଖାରୀ ବୁଢା ସେଇ ବୋହୂଟିର ମୁହଁ ଦେଖି ବହୁତ ଖୁସି ହେଇଗଲା। ତାର ଆନନ୍ଦର ସୀମା କହିଲେ ନ ସରେ। ମୁହଁଟି ଦେଖିଲା ଯେ ଯେତେବେଳେ ମୁହଁଟି ଚକି କାଟିଦେଲା ପରି ଗୋଲ, ପୁରା ସୁନ୍ଦର ଗୋଲ ମୁହଁଟା, ଚମ୍ପା ଫୁଲ ପରି ଗୋରା, ଚାରି ଆଙ୍ଗୁଳ ଓସାର ନାଲି ତହିଁରି, ମୟୂର କଣ୍ଠିରି କସ୍ତା ଖଣ୍ଡେ ଗୋଇଠି ଯାଇ ଲମ୍ବିଛି। ତ ଦେଖିଲା କି ବୋହୂଟି ନାଲି ରଙ୍ଗର ଗୋଟେ ଶାଢୀ ପିନ୍ଧିଛି, ଯୋଉଟା କି ମୟୂର କଣ୍ଠିରି କସ୍ତା ଖଣ୍ଡିକ ସେ ପିନ୍ଧିଥିଲେ। ତାପରେ ବୋହୂଟିର ସୁନାପରି, କଞ୍ଚା ସୁନାପରି ଗୋରା ଦେହ, ଆଉ ଗୋଟିଏ ଚାଉଲରି ଗଢା ମାନେ ଅତି ସୁନ୍ଦର। ବୋହୂଟିର ଦେଖିବାକୁ ସେ ବହୁତ ସୁନ୍ଦର ଥିଲା। ଗୋଟିଏ ଚାଉଲରି ଗଢା, କଞ୍ଚା ସୁନା ପରି ଥିଲା। ଆଉ ସେ ଯୋଉ ଶାଢୀ ପିନ୍ଧିଥିଲା ନାଲି ରଙ୍ଗର ମୟୂର କଣ୍ଠିରି ଶାଢୀ।
ତ ଆମର ରୀତିନୀତି ହିସାବରେ ନୂଆ ବୋହୂ ମାନେ ରଙ୍ଗ ବିରଙ୍ଗର ଶାଢୀ ପିନ୍ଧିଥାନ୍ତି, କିନ୍ତୁ ଆମେ ପରବର୍ତ୍ତୀ ସମୟରେ ସେଇ ବୋହୂକୁ ଦେଖିବା ଅନେକ ଭିନ୍ନ ରୂପରେ। ତ ତାପରେ ଆମେ ଦେଖିବା ବୁଢା ଆଖି ପୁରି ଉଠିଲା, ଏଇଟେ ସୁନ୍ଦର, ଏଇଟେ ନିକ ବୋହୂଟିଏ ସେ କେବେ ଦେଖି ନାହିଁ। ବୁଢା ବହୁତ ଖୁସି ହେଇଗଲା। ଗୋଲ ମୁହଁ ପରି, ଚମ୍ପା ଫୁଲ ପରି ବୋହୂଟିଏ ସେ କେବେ ଦେଖିନଥିଲା। ବୁଢା ଆଗରୁ ତା ଝିଅର ବିୟୋଗରେ ସେ ବହୁତ ଭାଙ୍ଗି ପଡିଥିଲା। ଆଉ ସେ ବୋହୂଟିକୁ ଦେଖି ପୁଣି ଥରେ ସେ ତାର ଖୁସିର ସୀମା ଆଉ ରହିଲା ନାହିଁ। ସେ ଏଇଠି ସୁନ୍ଦର ନିକ ବୋହୂଟି ନିକ ମାନେ ବହୁତ ସୁନ୍ଦର, ଅତି ସୁନ୍ଦର ବୋହୂଟି ସେ ଦେଖିଥିଲା। ଏକା ଧ୍ୟାନରେ ସେ ବୋହୂଟିକୁ ଚାହିଁ ରହିଥିଲା। ବୁଢାର ଇଚ୍ଛା କଣ କହିବ, କିନ୍ତୁ ପାଟିରୁ କଥା ଫିଟିଲା ନାହିଁ। ତାପରେ ବୁଢା କହିଲା, କେତେବେଳେ ବୁଢା ମୁହଁ ଫିଟାଇ କହିଲା, ମା କି ଶଙ୍ଖା ନେବୁ ନେ। ମା ବୋଲି ଡାକିଦେବାରୁ ବୁଢାର ଛାତିଟା କୁଣ୍ଢେ ଉଠିଗଲା। ବୁଢାର ଖୁସି ଆନନ୍ଦର ସୀମା ଆଉ ରହିଲା ନାହିଁ। ବୋହୂଟି ଲାଜ ଛାଡି ଦେଇ କହିଲା, ଆସମାନ ତାର ଶଙ୍ଖା ଅଛି। ଓଃ, ଏଡେ ମିଠା କଥା, ଏପରି କଥା ତ କେହି କହିନାହିଁ। ବୁଢାର କାନରେ ସେ ସ୍ୱରଟା ଥରକୁ ଥର ବାଜିବାକୁ ଲାଗିଲା। ବୁଢା କହିଲା, ନା ନା, ରଙ୍ଗ। ବୁଢା ଏବେ କହୁଛି କି କେଉଁ ପ୍ରକାର ସେ ଶଙ୍ଖା ଆଣିଛି। ରଙ୍ଗ ଝିଲିରି, ବଉଳ ଫୁଲିଆ, ବିଛାମାଳିଆ, ଚୂନ ଟିପି ଏହି ସବୁ ଅଛି। ଏଥର ଜାହାନ ବୁନେ ମୁଁ ଆସମାନ ତାରା ତିଆରି କରି ଆଣିଦେବି ବୋଲି ସେ ବୋହୂଟିକୁ ସେ କହିଛି। ବୁଢା ପାଖରେ ଯେଉଁ ଶଙ୍ଖା ଥିଲା, ସେ ତାର ଅନେକ ପ୍ରକାର ଶଙ୍ଖା ରଖିଥିଲା, କିନ୍ତୁ ସେ ବୋହୂ ଯେଉଁଟା ମାଗିଥିଲା ସେଇଟା ସେ ତା ପାଖରେ ନଥିଲା। ସେ ସମୟରେ ବୁଢା ପାଖରେ ଥିଲା ରଙ୍ଗ ଝିଲିରି, ବଉଳ ଫୁଲିଆ, ବିଛାମାଳିଆ, ଚୂନ ଟିପି ଏଇ ସବୁ ରଙ୍ଗର ଶଙ୍ଖା ସେ ରଖିଥିଲା। ତ ଏଠାରେ ଗାଳ୍ପିକ ବୋହୂକୁ ପ୍ରଥମ ଥର କରି ଦେଖିଥିଲେ। ତ ବୋହୂର ସୁନ୍ଦର ଚେହେରା, ଗୋଲ ମୁହଁ, ଚମ୍ପା ପରି ଗୋରା ଦେହ, ତାକୁ ଦେଖି ସେ ଆନନ୍ଦର ସୀମା ରହିଲା ନାହିଁ। ତାର ଝିଅ କଥା ତାର ମନେ ପଡିଯାଇଥିଲା। ବୋହୂଟିକୁ ଦେଖି 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 ମୁଠାଏ ଶଙ୍ଖା ପସନ୍ଦ କଲା ବୋହୂ। ତାପରେ ବୁଢା ଶଙ୍ଖାରିର ସେଇ ଶଙ୍ଖାରି ଉପରୁ ଗୋଟିଏ ଶଙ୍ଖା ପସନ୍ଦ କଲା। ସେ ମୁଠାକ ହାତକୁ ହେବ କି ନାହିଁ କିଏ କହିବ। ଏହି ସମୟରେ କହିଲା, ଦେ ମା ହାତ ଦେ, ମୁଁ ଶଙ୍ଖା କଛି ଦିଏ। କଛି ଦିଏ ମାନେ ଲଗେଇ ଦେବା ପାଇଁ, ସେ ବୁଢାଟା ନିଜେ ଲଗେଇ ଦେବା ପାଇଁ ନୂଆ ବୋହୂଟିକୁ କହୁଛି। ବୋହୂଟି ହଠାତ୍ ହାତ ବଢାଇ ଦେଉଛି ବା କିପରି। ବୋହୂଟି ଲାଜ କରୁଛି। ଅଜଣା ଲୋକକୁ କିପରି ସେ ହାତ ବଢେଇ ଦେବ, ଶଙ୍ଖା ପିନ୍ଧିବ। ତ ଟିକିଏ ଇତସ୍ତତ ଇତସ୍ତତ ମାନେ ଇଆଡେ ସିଆଡେ ହେଲା ପରେ ସେ କହିଲା, ମା ମତେ ଲାଜ କରୁଛୁ? ମୁଁ ପରା ତୋ ପୁଅକୁ ମା ଲାଜ କରେ ନା। ତ ପ୍ରଥମ ଥର ବୁଢା ସେଇ ବୋହୂକୁ ନିଜର ମା ରୂପରେ ସେ ଗ୍ରହଣ କରିଦେଇଛି। ତାର ସ୍ନେହ, ତାର ଆଦର ତାକୁ ତରଳାଇ ଦେଇଛି, ତା ହୃଦୟରେ ଭରି ଦେଇଛି ଅସୀମ ଆନନ୍ଦର ଲହରୀ। ଦାସୀ ଏହି ସମୟରେ ଠୋ ଠୋ କରି ହସି ଦେଇ କହିଲା, ବହୁ ସାନ୍ତାଣୀଏ, ଆଚ୍ଛା ବୁଢା ପୁଅଟିଏ ପାଇଲ। କପାଳ ତ। ବୋହୂଟି ପୁଣି ହସି ଦେଇ କହିଲା, ଦୂର। ତାପରେ ଦାସୀଟି ବହୁ ସାନ୍ତାଣୀଙ୍କୁ ଥଟ୍ଟା କରୁଛି କି ବୁଢା ଲୋକଟାକୁ ପୁଅ କରି ସେ ବହୁତ ତାକୁ ଗୋଟେ ପୁଅ ମିଳିଯାଇଛି ବୋଲି କହିଛନ୍ତି। ତାପରେ ଦେଖିବା ଆମେ ବୋହୂଟି ତାପରେ ଦାସୀ କଥା ଶୁଣି ସେ ହାତ ବଢେଇ ଦେଇଛି। ଏଡେ ଟିକିଏ ନିକ ହାତଟି, ଏଡେ ସୁନ୍ଦର ଗୋଲ ଆଙ୍ଗୁଳି ଗୁଡ଼ିକ ଚମ୍ପା କଢି ପରି ପାପୁଲିଟି ଟୁଲ ଟୁଲ ହଉଛି। ଶଙ୍ଖା ଗୁଡ଼ିକ କି ସୁନ୍ଦର ଦିଶୁଛି। ବୁଢା ନିଜ ହାତରେ, ତାର ହାତରେ ସେଇ ବୋହୂକୁ ନିକ ହାତରେ ଗୋଲ ଚୁଡ଼ି ଗୁଡ଼ିକ, ଶଙ୍ଖା ଗୁଡ଼ିକ ସେ ନିଜେ ଅତି ଯତ୍ନର ସହିତ ବୋହୂ ହାତରେ ପିନ୍ଧେଇ ଦେଲା। ତ ବୋହୂର ଆଙ୍ଗୁଳି ଗୁଡ଼ିକ ଚମ୍ପା କଢି ପରି ଦିଶୁଥିଲା, ପାପୁଲି ଗୁଡ଼ିକ ଟୁଲ ଟୁଲ ପରି ଦିଶୁଥିଲା। ଆଉ ସେ ହାତରେ, ବୁଢା ତା ହାତରେ ସେଇ ବୋହୂର ହାତକୁ ଧରିବାକୁ ସେ ପସନ୍ଦ ଡରିଲା। ସେ ହାତକୁ ତାର ମଳିଆ ରୁକ୍ଷ ହାତରେ, ତା ଟାଣ ହାତରେ ସାହସ କଲା ନାହିଁ ଧରିବାକୁ, ଶଙ୍ଖା ଲଗେଇବାକୁ ସେ ସାହସ କଲା ନାହିଁ। ତାପରେ ସେ ବାଁ ହାତ ଥିର କରି ହାତଟି ଧରି ଶଙ୍ଖା କଛିବାକୁ ଲାଗିଲା। ଗୋଟେ ହାତରେ ଲଗେଇଲା, ତାପରେ ବାଁ ହାତରେ ଶଙ୍ଖା କଛିବାକୁ ଲାଗିଲା, ଲଗେଇବାକୁ ଲାଗିଲା। ଏହା ତ
ଶଙ୍ଖାରେ କାଳେ କଟିଯିବ, ରକତ ବାହାରିଯିବ, ପୁଣି ଟିକେ ରହିଲା, ପୁଣି ଶଙ୍ଖା ପଟି ଆଣି ଧୀରେ ଧୀରେ ଅତି ସନ୍ତର୍ପଣରେ ଅତି ସାବଧାନ ସହିତ ସେ ପଟିକ କିଛି କଛିଦେଲା। ବୁଢା ଯେତେବେଳେ ଶଙ୍ଖାରେ ସେ ବୋହୂକୁ ଶଙ୍ଖା ଲଗାଉଛି, ସେ ଅତି ଯତ୍ନର ସହିତ ଅତି ସାବଧାନ ସହିତ ଶଙ୍ଖା ଲଗେଇବାକୁ ସେ ନଉଛି। ଟିକେ ଭାବୁଛି, ପୁଣି ଟିକେ ରହିଯାଉଛି, ଆଉ ତାପରେ ଶଙ୍ଖାକୁ ସେଇ ନୂଆ ବୋହୂ ହାତରେ ଲଗଉଛି। କାହିଁକି ନା କାଲି ସେ ହାତ କଟିଯିବ, କଟି ଯାଇକି ରକ୍ତ ବାହାରିବ। ତାକୁ ବହୁତ ସେ ଯତ୍ନ, ବୁଢାର ଝିଅ ପ୍ରତି ତା ସ୍ନେହ ଏଠାରେ ଆମେ ଦେଖିପାରୁଛେ। ଯେତେବେଳେ ସେ ଶଙ୍ଖା ଲଗାଉଥିଲା, ବୁଢାର ଆନନ୍ଦର ସୀମା ରହୁନଥିଲା। ଯେପରି ତାର ଜୀବନର ସମସ୍ତ ସୁଖ, ସମସ୍ତ ଆଶା ସେହି ତୃପ୍ତିରେ। ସେ ଯେତେବେଳେ ସେ ବୋହୂକୁ ଝିଅ କରିଛି, ମା କରିଛି, ତା ଆନନ୍ଦର ସୀମା ରହୁନଥିଲା। ତାର ସମସ୍ତ ଆଶା, ତାର ସମସ୍ତ ଇଚ୍ଛା ପୂର୍ଣ୍ଣ ହେଇଯାଇଛି ବୋଲି ସେ ଭାବୁଥିଲା। ସେ ହାତକୁ ସେ ଛାଡିବାକୁ ଇଚ୍ଛା କରୁନଥିଲା। କିନ୍ତୁ ଯେତେବେଳେ ସେ ପିନ୍ଧାଇ ସାରିଲା, ଶଙ୍ଖା ପିନ୍ଧି ସାରିଲା ପରେ ବୁଢା ଭାବିଲା, ମୁଁ ପ୍ରତିଦିନ ଏହିପରି ଏ ହାତରେ ଶଙ୍ଖା ପିନ୍ଧାନ୍ତି କି? ତା ଝିଅକୁ ସେ, ତା ମାକୁ ସବୁଦିନ ସେ ଏପରି ଶଙ୍ଖା ତା ପାଇଁ ତିଆରି କରିଦିଅନ୍ତା, ତା ପାଇଁ ନୂଆ ନୂଆ ଶଙ୍ଖା ଆଣନ୍ତା, ସୁନ୍ଦର ଶଙ୍ଖା ତାକୁ ପିନ୍ଧାନ୍ତା କି? ସେପରି ସେ ବହୁତ ଖୁସିର ସହିତ ତାକୁ ଭାବୁଥିଲା। ଏହି ସମୟରେ ସେ ଘରର ଆହାନ୍ତାଣୀ ସେଠାରେ ଆସି ପହଞ୍ଚିଲା ବେଳକୁ ଶାଶୁ ଦେଖି ବୋହୂଟି ଓଢ଼ଣା ଟାଳି ପକାଇଲା। ଆମର ହିନ୍ଦୁ ରୀତି ଅନୁସାରେ ବୋହୂଟିଏ ଯଦି ତା ଶାଶୁ ସାମ୍ନାକୁ ଆସିଲେ ଓଢ଼ଣା ଦେଇଥାନ୍ତି, ଠିକ ସେହିପରି ଏଠାରେ ଦାସୀ ମଧ୍ୟ ଓଢ଼ଣା ଦେଇଛି ଶାଶୁକୁ ଦେଖି। ଶାଶୁ ଦାସୀଙ୍କୁ ପଚାରିଲେ, କିଲୋ ଶଙ୍ଖା କିଣୁଥିଲ କି? ଦାସୀ କହିଲା, ହଁ ବୋହୂ, ସାଆନ୍ତାଣୀ ଏହି ମୁଠାକ ନେବେ ବୋଲି କହୁଛନ୍ତି। ତ ଏଠାରେ ଶାଶୁ କହିଲେ, ଶଙ୍ଖାର ଦାମ କେତେ? ବୁଢା କହୁଛି, ଶଙ୍ଖା ମୁଠାକ କି ଦାମ? ଶାଶୁ ପୁଣି କହିଲେ, ଫେର କେତେ ଦେବି? ତ ବୁଢା କହୁଛି, ମାଠୁ କଣ ମୁଁ ଦାମ ନେବି? ବୁଢା କହୁଛି, ଆଉ ଶାଶୁ ଦାସୀକୁ ପଚାରିଲେ, କିଲୋ ମା କଣ ଲୋ? ଦାସୀ ହସି ହସି କହିଲା, ସେଇ ପିଲାଟି ବୋହୂ ସାଆନ୍ତାଣୀଙ୍କର ପୁଅ ହୋଇଛି। ତ ଯେତେବେଳେ ପ୍ରଥମେ ଆମେ ଦେଖିଲେ କି ଦାସୀ ଯେତେବେଳେ ବୋହୂ ସାଆନ୍ତାଣୀକୁ ଥଟ୍ଟା କରୁଛି କି ତମେ ବୁଢା ପୁଅଟେ ପାଇଲ, ସେ ସମୟରେ ଦାସୀ ସାଆନ୍ତାଣୀ ଆସି ଶଙ୍ଖା ଦେଖିଛନ୍ତି, ପସନ୍ଦ କରିଛନ୍ତି, ଆଉ ବୁଢାକୁ ପଚାରିଛନ୍ତି କି ପ୍ରକାର ଶଙ୍ଖା ଅଛି ବୋଲି ପଚାରିଛନ୍ତି। ବୁଢା ପାଖରେ ଆସମାନ ତାରା ଅଛି କି ନାହିଁ ବୋହୂ ସାଆନ୍ତାଣୀ ପଚାରିଥିଲେ। ତାପରେ ନଥିବାରୁ ଅନେକ ଦାସୀ ଏବଂ ବୋହୂ ସାଆନ୍ତାଣୀ ଶଙ୍ଖା ପସନ୍ଦ କରିକି ଶଙ୍ଖା ମୁଠାକ ପସନ୍ଦ କରିଛନ୍ତି ବୋଲି ଦାସୀ ସାଆନ୍ତାଣୀଙ୍କୁ କହୁଥିଲେ। ତାପରେ ଏଇ ସମୟରେ ଶଙ୍ଖାର ଯେତେ ଅଛି ଦାମ ଦେବା ପାଇଁ ଯେତେବେଳେ ବୋହୂ ସାଆନ୍ତାଣୀ କହିଲେ, ତ ବୁଢା ପଇସା ଦେବା ପାଇଁ ମନା କରିଦେଇଛି ଏଠାରେ। କାହିଁକି ନା ତା ମା ପାଇଁ ଯେହେତୁ ସେ ଶଙ୍ଖା ଦଉଛି, ତ ମା ଠାରୁ ସେ ଦାମ ନେବ ନାହିଁ ବୋଲି ବୁଢା ମନା କରିଦେଇଛି। ଆଉ ସେଠାରେ ସେ ପଇସା ନେବାକୁ ମନା କରିଛି। ତ ଏଇ କଥା ଶୁଣି ଶାଶୁ ହସିଲେ, ବୋହୂ ସାଆନ୍ତାଣୀଙ୍କ ଶାଶୁ ହସିଲେ। ତାପରେ, ଆଚ୍ଛା ଏଥର ଦାମ ନେଇଯାଅ, ଆରଥରକୁ ପଛେ ଖାଲି ଦେଇଯିବ, ତମେ ଗରିବ ଲୋକ। ଏ କହି ଶାଶୁ ସେ ବୁଢା ଶଙ୍ଖାରୀକୁ ବୁଝାଉଛନ୍ତି, ଟଙ୍କା ଦେବା ପାଇଁ କହୁଛନ୍ତି। କିନ୍ତୁ ବୁଢା କହୁଛି, ନା ନା, ମୋ ମାକୁ ତ ଦେଇଛି, ମୁଁ ଆଉ ଦାମ ନେବି ନାହିଁ। ଶଙ୍ଖା ମୁଠାକ ଲାଗି ମୁଁ ଗରିବ ହେଇଯିବି ନାହିଁ। ବୁଢା ତାର ବାତ୍ସଲ୍ୟ ସ୍ନେହ, ତାର ମମତାରେ ସେ ହଜି ଯାଇଛି। ଝିଅକୁ ଯେତେବେଳେ ମା ରୂପରେ ଦେଖିଛି, ତାଠୁ ସେ ଟଙ୍କା ନେବା ପାଇଁ ମନା କରିଛି। ତ ଏହା କହି ଶଙ୍ଖା ମୁଠାକ ରଖିଦେଇ ବୋଝ ଧରି ଏକାବେଳକେ ଚାଲିଗଲା। ଆଉ ଡାକିଲେ ଶୁଣିଲା ନାହିଁ। ଦାସୀ ପଛରେ ଗୋଡାଇଲା, କିନ୍ତୁ ସେ ଆଉ ଫେରି ଚାହିଁଲା ନାହିଁ। ଯେତେ ହେଲେ ବି ସେ ପଇସା ଟଙ୍କା ନେବାକୁ ଏଠାରେ ମନା କରିଦେଇଛି। ତ ଗାଳ୍ପିକ ଏଠାରେ ବର୍ଣ୍ଣନା କରିଛନ୍ତି କି ଗୋଟେ ପିତୃ ହୃଦୟ, ବାତ୍ସଲ୍ୟ ଭରା, ସ୍ନେହ ଭରା, ଆଦର ଭରା ଗୋଟେ ସମ୍ପର୍କକୁ ଏଠାରେ ଦର୍ଶାଇଛନ୍ତି। ଯେହେତୁ ରକ୍ତ ସମ୍ପର୍କ ନଥିଲେ ମଧ୍ୟ ଏଠାରେ ବୁଢା ଶଙ୍ଖାରୀ ତା ମା ପ୍ରତି, ତାର ବୋହୂ ମା ପ୍ରତି ଗୋଟେ ଉଦାର ଭାବନା ସୃଷ୍ଟି ହେଇଛି। ତ ସେହିଦିନ ଠାରୁ ସେ ବୁଢା ଶଙ୍ଖାରୀ ସବୁଦିନ 2 ଦିନେ 4 ଦିନେ ସେ ଗାଁକୁ ଆସେ। ଶଙ୍ଖାଟା ଗୋଟେ କଣ ନିତ୍ୟାନି ଦରବ ଯେ ଲୋକେ ରୋଜ କିଣିବେ, ଅକାଳେ ସେକାଳେ
ପୁନେଇ ପରବେ ସିନା କିଏ ନୂଆ ଶଙ୍ଖା ଖୋଜେ। ଏଠାରେ ଗାଳ୍ପିକ କୁହାଯାଇଛି। ବୁଢା ଶଙ୍ଖାର ସେ ଭାବାବେଗକୁ ଏଠାରେ ବର୍ଣ୍ଣନା କରାଯାଇଛି। ଯେହେତୁ ଗୋଟେ ନିତିଦିନିଆ ଗୌରବ ହଉଛି ଜିନିଷ, ତ ବୁଢା ଶଙ୍ଖାରୀ ତା ବୋଉ ମାକୁ ଦେଖିବାକୁ 2 ଦିନ 4 ଦିନରେ ଥରେ ସେ ଗାଁକୁ ନିଶ୍ଚୟ ବୁଲି ଯିବାକୁ ଯାଏ। ତାର ପସରା ନେଇକି ଯାଏ, ଶଙ୍ଖା ବିକ୍ରି କରିବାକୁ ଯାଏ। ଆଉ ସେଇ ଗାଁ ମୁଣ୍ଡରେ ଥିବା ସେଇ ଘରରେ ପିଢା ଉପରେ ବସେ। ଆଉ ଶଙ୍ଖା ପାଇଁ ତା ମାକୁ ଦେଖିବାକୁ ନିତି ସେ ଖୋଜେ। ଆଉ ଦେଖାଯାଇଛି କି ଶଙ୍ଖା ଗୋଟେ ନିତ୍ୟାନୀ ଗୌରବ ନୁହେଁ। ଶଙ୍ଖା ପ୍ରତିଦିନ ବ୍ୟବହାର ହେଉଥିବା ଗୋଟେ ଜିନିଷ ନୁହେଁ, ଯାହାକୁ ଲୋକେ ବାରମ୍ବାର କିଣିବେ ଆଉ ବ୍ୟବହାର କରିବେ। ତ ସେଥିପାଇଁ ଅକାଳେ ସେ କାଲି ପୁନେଇ ପରବେ ସିନା କିଏ ନୂଆ ଶଙ୍ଖା ପିନ୍ଧେ। ଏଠାରେ ଗାଳ୍ପିକ ବର୍ଣ୍ଣନା କରିଛନ୍ତି ଯେଉଁ ଜିନିଷ ନିତିଦିନିଆ ବ୍ୟବହାର ନୁହେଁ ସେଟାକୁ କିଏ କିଣିବ। କିନ୍ତୁ ବାରମ୍ବାର ବୁଢା ଏହା ଜାଣି ମଧ୍ୟ ତାର ବାତ୍ସଲ୍ୟ ପାଇଁ ତାର ବୋହୂମା ପାଇଁ ସେ ପ୍ରତିଦିନ ସେଠାକୁ ଯାଉଥିଲା, ସେ ଗାଁକୁ ଯାଉଥିଲା। ଶଙ୍ଖା ବିକ୍ରି ହଉ ବା ନ ହଉ ସେଠାରେ ଯାଇ ତା ଝିଅକୁ ତା ମାକୁ ଦେଖୁଥିଲା ସେ। ତ ଆମେ ଟିକେ ଦେଖିବା ଏତିକି କଣ ବୁଝିଲେ, ଆମେ ଯେତେ ପଢିଲେ କଣ ବୁଝିଲେ ଟିକେ ପିଲାମାନଙ୍କୁ ମୁଁ ପଚାରିବି ଏବେ ଟିକେ। ବୁଢାଟି କେତେବେଳେ ଗାଁ ମଝିରେ ଯାଉଥିଲା, କେଉଁ ସମୟରେ ସେ ଗାଁ ମଝିରେ ଯାଉଥିଲା? ଆମେ ଦେଖିବା କେତେ ବୁଝିଲ ପିଲାମାନେ? ଖରା ବେଲେ ଗାଁ ମଝିରେ ଯାଉଥିଲା। ଉଦୁଉଦିଆ ଖରା ବେଲେ, ବଢିଆ ସାବାସ। ଉଦୁଉଦିଆ ଖରା ବେଲେ ସେ ଗାଁ ମଝିରେ ଯାଉଥିଲା। ଦ୍ୱିତୀୟ ପ୍ରଶ୍ନ, ବୁଢାର ବୟସ କେତେ? ବୁଢାର ବୟସ 60। ବୁଢାର ବୟସ ହଉଛି 60 ବର୍ଷ। ବୁଢାର ବୟସ 60। ହଁ ସାବାସ, ବହୁତ ଭଲ ଉତ୍ତର। ବୁଢା କିପରି ଦେଖାଯାଉଥିଲା, ତାର ଶରୀର କିପରି ଥିଲା? ବୁଢାର ଦାନ୍ତ ଗୁଡ଼ିକ ସବୁ ପଡିଗଲାଣି, ମୁଣ୍ଡ ବାଲ ତେଣିକି ଥାଉ, ଛାତି ବାଲ ଗୁଡାକ ପାଟି ଖର ଦିଶୁଛି। ବଢିଆ। 4 ନମ୍ବର ପ୍ରଶ୍ନ, ଗାଁ ମୁଣ୍ଡର ଘରଟି କିପରି ଥିଲା? ପକ୍କା ପିଣ୍ଡା 7 ଶ୍ରେଣୀଆ ଛପର ଜାଉଲି କବାଟ। ପକ୍କା ପିଣ୍ଡା 7 ଶ୍ରେଣୀଆ ଛପର ଜାଉଁଲି କବାଟ। କାହାକୁ ମୁଖରା କୁହାଯାଇଛି ଏଠାରେ? ମୁଖରା ବୋଲି କାହାକୁ କୁହାଯାଇଛି? ମୁଖରା ବୋଲି ଦାସୀକୁ କୁହାଯାଇଛି। ନେକ୍ସଟ, ବୋହୂଟିର ମୁହଁଟି କିପରି ଥିଲା? ଚମ୍ପା ଫୁଲ ପରି ଗୋରା। ଚମ୍ପା ଫୁଲ ପରି ଗୋରା। ବୋହୂଟି କି ଶଙ୍ଖା ମାଗିଥିଲା? ଚମ୍ପା ଫୁଲ ପରି ଗୋରା। ହଁ, ବହୁତ ବଢିଆ, ଠିକ ଉତ୍ତର ଦେଇଛନ୍ତି। ବୋହୂଟି କି ଶଙ୍ଖା ମାଗିଥିଲା? ଆସମାନ ତାରା। ଆସମାନ ତାରା, ଠିକ ଉତ୍ତର, ବହୁତ ବଢିଆ। ବୁଢା କି ଶଙ୍ଖା ରଖିଥିଲା? ରଙ୍ଗ ଝିଲିରି, ବଉଳ ଫୁଲିଆ, ବିଛାମାଲି, ଚୂନ ଟିପି। ବହୁତ ବଢିଆ, ଠିକ ଉତ୍ତର। କେତେବେଳେ ବୁଢାର ଆନନ୍ଦର ସୀମା ରହୁନଥାଏ। ବୁଢାକୁ କଣ କରି ଖୁସି ଲାଗୁଥିଲା? ବୋହୂକୁ ଶଙ୍ଖା ପିନ୍ଧାଇବା ବେଲେ। ଯେତେବେଳେ ସେ ତା ବୋହୂ ହାତରେ ଶଙ୍ଖା ପୋଛି ଦଉଥିଲା ବା ଲଗେଇ ଦଉଥିଲା, ପୋଛିବା ମାନେ ପିନ୍ଧେଇବାଟା ହଉଛି। ବୁଢା କାହିଁକି ଶଙ୍ଖା ମୁଠାକର ଦାମ ନେଲା ନାହିଁ? ବୁଢା କାହିଁକି ତା ବୋହୂ ସାନ୍ତାଣୀଙ୍କ ହାତରୁ ଶଙ୍ଖାର ଦାମ ନେଲା ନାହିଁ? ମା ବୋଲି କହିକି। ବହୁତ ବଢିଆ। ସେ ଯେତେବେଳେ ବୋହୂ ସାନ୍ତାଣୀକୁ ମା କହିଦେଇଛି, ତ ମା ପାଖରୁ ସେ ପଇସା ନେବା ପାଇଁ ସେ ମନା କଲା। ବହୁତ ବଢିଆ ପିଲାମାନେ। ତାପରେ ଆମେ ଦେଖିବା ବୁଢାଟା ଖାଲି ଘର ବୁଲି ଫେରିଯାଏ, କିନ୍ତୁ ଶଙ୍ଖା ବିକ୍ରି ତ ବହୁତ ଦୂରର କଥା, ତାର ଉଦ୍ଦେଶ୍ୟ ନଥିଲା। କିନ୍ତୁ ସିଏ ଆସେ ତାର ସେହି ନିଜର ମାକୁ ଦେଖିବା ପାଇଁ। କେଉଁ ଦିନ କାହାକୁ ନ କହି ସେ ଦ୍ୱାରକୁ ଚାଲି ଆସେ। ବୋଝ ରଖିବାକୁ ହୋଇନାହିଁ, ଖାଲି ପାଟି କରିଦିଏ ନୂଆ ଶଙ୍ଖା ନବ। ତାପରେ ତା ପାଟି ଶୁଣିଲା ପରେ ବୋହୂଟି କୁଆଡେ ଥାଏ ସେ ଆସିଯାଏ, ଦ୍ୱାର ପାଖରେ ଠିଆ ହୋଇଯାଏ। ଆଉ ବୁଢା ଟିକିଏ ଅନାଇ ଦେଇକିରି ସେ ବୋହୂଟିକୁ ଚାହିଁ ଦେଇ ବୁଢାର ମନ ଭରିଯାଏ, ପୁରି ଉଠେ। ପଚାରେ, ମା ଆଉ ଶଙ୍ଖା ନବୁ? ବୁଢାର ଇଚ୍ଛା କହିବା
କାଳେ ନବାକୁ କହିବ ତାର ଚମ୍ପା ଫୁଲିଆ ସୁନ୍ଦର ହାତରେ ସେ ଶଙ୍ଖା କିଛି କଛିଦେବ, କିନ୍ତୁ ବହୁଟି ମୁଣ୍ଡ ହଲାଇ ଦିଏ। ବୁଢା ଫେରି ଚାଲିଯାଏ। ବୁଢା ଆମେ ଦେଖିଲେ କି ବୁଢା ପ୍ରତିଦିନ 2 ଦିନ ହେଲା 4 ଦିନ ପରେ ପରେ ସେ ବାରମ୍ବାର ସେଠାକୁ ଯାଉଛି, ସେ ଗାଁକୁ ଯାଉଛି, ତାର ବୋହୂକୁ ଦେଖୁଛି ସେଠାରେ, ଆଉ ପଚାରୁଛି। ବୁଢା ପ୍ରତିଦିନ ଯାଏ ଆଉ ଖାଲି ପୁଣି ଫେରି ଆସେ। ଶଙ୍ଖା ବିକ୍ରି ହଉ କିମ୍ବା ନ ହଉ ତାର କିଛି ଆପତ୍ତି ନାହିଁ ସେଥିରେ। ସେ ତା ନିଜ ମାଟିକୁ ସେଟାକୁ ଦେଖିବାକୁ ଯାଏ, ତାର ଉଦ୍ଦେଶ୍ୟ ହଉଛି ତାର ମାକୁ ଦେଖିବା। ତ ସେ ପ୍ରତିଦିନ ସେଟାକୁ ଯାଏ, ବୋଝ ନ ରଖିଲେ ବି ଖାଲି ଡାକିଦବ କି ନୂଆ ଶଙ୍ଖା ନବ। ତାପରେ ତା ବୋହୂ ମା ବି ଯୋଉଠି ଥିଲେ ବି ତା କଥା ଶୁଣିକି ସେ ସଙ୍ଗେ ସଙ୍ଗେ ସେଟାକୁ ବୁଢା ସାମ୍ନାକୁ ଆସିଯାଏ, ତା ସାଙ୍ଗେ ଟିକେ ଦୁଇ ପଦ କଥା ଲାଗିଦେଇ ତାପରେ ଶଙ୍ଖା ଯଦି ବୁଢାର ଇଚ୍ଛା କାଳେ ନବାକୁ କହିବ, ତାହେଲେ ତାର ଚମ୍ପା ଫୁଲିଆ ତାର ସୁନ୍ଦର ହାତଟିକୁ ସେ ଟିକେ କିଛି ଶଙ୍ଖା କଛିଦବ, ଲଗେଇଦବ ବୋଲି ବୁଢା ତାର ମନେ ମନେ ସେ ଭାବୁଥାଏ ସବୁବେଳେ। ଦିନେ ଦିନେ ବୋହୂଟିର ଆସିବାକୁ ଡେରି ହୁଏ। ସେ ଦାସୀଟି ହୁରି କରିଦିଏ, ବୋହୂ ସାଆନ୍ତାଣୀ ତୁମ ପୁଅ ଅଇଲାଣି। ବୁଢା 2 ଥର 4 ଥର ନୂଆ ଶଙ୍ଖା ନବ ବୋଲି ଡାକିଲାରୁ ତା ମାଟି ଆସି ଛିଡା ହୁଏ। ବୁଢା ଯେଉଁଦିନ ଆସେ ପ୍ରାୟ ଏହି କଥା, ଏହି ଅଭିନୟ ନୀତି ସବୁଦିନ ଏହିପରି ଚାଲିଥାଏ। ବୁଢା ଆସେ, ଦୁଆର ସାମ୍ନାରେ ଠିଆ ହୁଏ, ଆଉ ତା ବୋହୂ ମାଙ୍କୁ ସେ ଦେଖିବା ପାଇଁ ଇଚ୍ଛା ପ୍ରକାଶ କରେ। ଆଉ ଯେଉଁଦିନ ଡେରି ହୋଇଯାଏ, ଦାସୀ ସେ ସମୟରେ ଆସି ବୋହୂ ସାଆନ୍ତାଣୀଙ୍କୁ ଶବ୍ଦ କରି ବୋହୂ ସାଆନ୍ତାଣୀ ତମ ପୁଅ ଅଇଲାଣି ବୋଲି ସେ ଖୁରି କରି ତାକ ଦିଏ। ନୂଆ ଶଙ୍ଖା ନବ ବୋଲି ବୁଢା ସେଠାରେ ଛିଡା ହୁଏ। ତ ଏହିପରି ଅଭିନୟ ବାରମ୍ବାର ବୁଢାର ତାର ମାକୁ ଦେଖିବାକୁ ସେ ଆସୁଥାଏ। ବୁଢା ଫେରିଲା ବେଳକୁ ଭାବେ, ମାର ଆସମାନ ତାର ଶଙ୍ଖା ଉପରକୁ ମନ, କେବେ ସେଠାରୁ ମୁଠାଏ ଆଣିଦେବି। ଶେଷରେ ଠିକ କଲା, ଆସନ୍ତା ରଜ ସଂକ୍ରାନ୍ତି ବେଳକୁ ଯୁଆଡୁ ହେଲେ ତା ମା ଲାଗି ସେ ଆସମାନ ତାରା ତିଆରି କରିଦବ। ମା ନାଇବ, ମତେ ହାତ ଦେଖାଇବ, ଆଉ ମୁଁ ଶଙ୍ଖା କଛିଦେବି। ଏଇଆ ଭାବିଲା କ୍ଷଣି ବୁଢାର ମନ ଭାରି ଉତ୍ଫୁଲ୍ଲ ହୋଇଯାଏ। ଏଥର ରଜ ସଂକ୍ରାନ୍ତିକୁ ବୁଢା ଚାହିଁ ରହିଥାଏ। ରଜ ସଂକ୍ରାନ୍ତିରେ ତାର ଆନନ୍ଦର ସୀମା ରହିଲା ନାହିଁ। ତାର ଆନନ୍ଦର ଦିନ, କାହିଁକି ନା ସେଦିନ ତାର ମା ପାଇଁ, ସେ ବୋହୂ ମା ପାଇଁ ଆସମାନ ତାର ଶଙ୍ଖା ତିଆରି କରିଦବ, ଆଉ ତା ହାତରେ ପିନ୍ଧେଇ ଦେବ। ତ ବୁଢା ସବୁଦିନ ଭାବୁଛି କି ମାର ଆସମାନ ତାରା ଉପରେ ବହୁତ ପସନ୍ଦ ଅଛି, ମନ ଅଛି। ତ ଶେଷରେ ସେ ଠିକ କଲା, ତା ମନରେ ବିଚାର କଲା, ତା ମା ପାଇଁ ସେଦିନେ ଆସମାନ ତାରା ଶଙ୍ଖା ତିଆରି କରିବ, ଏବଂ ଯୁଆଡୁ ହେଲେ ବି ତା ମା ଲାଗି ମୁଠାଇ ଆଣି ତା ମାକୁ ନିଜେ ପିନ୍ଧାଇ ଦେବ ବୋଲି ବୁଢା ଭାବି ତା ମନ ଆନନ୍ଦରେ ଭରି ଯାଉଛି। ଏଠାରେ ବୁଢା ସବୁବେଳେ ଭାବ ବିହ୍ୱଳ ହେଇଯାଉଛି। ସ୍ନେହର ବାତ୍ସଲ୍ୟ ମମତା ତାକୁ ଟାଣି ଆଣୁଛି ସେ ମା ପ୍ରତି। ବୁଢା ଏଠାରେ ରଜ ସଂକ୍ରାନ୍ତିକୁ ଅପେକ୍ଷା କରି ରହିଥାଏ, କାହିଁକି ନା ସେହି ଦିନ ହିଁ ତାର ବୋହୂ ମାର ଶଙ୍ଖା ପିନ୍ଧିବାର ଭାରି ମନ। ଆସମାନ ତାରା ତିଆରି କରିବ, ଆଉ ତା ବୋହୂ ମାକୁ ପିନ୍ଧାଇବ। ବୈଶାଖ ମାସ ହେଲା, ତାପରେ ବୁଢା ଲୋକ ସେଠିକି ଖରାରେ ରୋଜ ରୋଜ ବାଟ ଚଲା ପାଣି ପିଆ ଦେହରେ ସହିଲା ନାହିଁ। ବୁଢାକୁ ଜ୍ୱର ହେଇଗଲା। ତ ବୁଢା ଲୋକଟା 60 ବର୍ଷର ବୁଢା, ରୋଜ ରୋଜ ପ୍ରତିଦିନ ସେ ବାଟରେ ବହୁତ ଦୂର ସେ ଚାଲି ଚାଲି ଯାଉଛି, ଆଉ ତାର ଦେହ ଖରାକୁ ସେ ସହି ପାରିଲା ନାହିଁ। ଆଉ ଦିନେ ବୁଢାକୁ ବହୁତ ଜ୍ୱର ହେଇଗଲା। ଦେଖୁ ଦେଖୁ ଭାରି ଜ୍ୱରଟା ବଢିଗଲା, ଗୋଡ ହାତ ଫୁଲିଗଲା। ସମସ୍ତେ କହିଲେ ବୁଢା ଆଉ ବଞ୍ଚିବ ନାହିଁ। ବୁଢା କିନ୍ତୁ ସେ ଦିଗକୁ ଭାବନା ନାହିଁ। ଜ୍ୱର ପ୍ରତି ତାର ତିଳେ ହେ ଖାତିର ନାହିଁ। ସେ କିନ୍ତୁ ତାର ଇଚ୍ଛା କରିଛି ତାର ବୋହୂ ମାକୁ ସେ କିପରି ଆସମାନ ତାରା ଶଙ୍ଖା ତିଆରି କରିଦବ। ଶଙ୍ଖାରୀ ବୁଢା ତାର ନିଜ ପ୍ରତି କିଛି ଚିନ୍ତା ନାହିଁ। ସେ ସବୁବେଳେ ଭାବୁଥାଏ ଯେ କେଉଁଦିନ ସେ ମାକୁ ଦେଖିବାକୁ ଯିବ, ଆଉ ସେଥିପାଇଁ ତାର ମନ ଆଉଟି ପାଉଟି ହେଉଥାଏ। ଆଉଟି ପାଉଟି ତା ମନ ସବୁବେଳେ ଚିନ୍ତାଗ୍ରସ୍ତ ଥାଏ କି ତା ମାକୁ ଥରେ ସେ ଯିବ ଆଉ ଦେଖିବ ବୋଲି। ଦେଖୁ ଦେଖୁ ରଜ ସଂକ୍ରାନ୍ତି ଆସି ପାଖେଇ ଗଲା। ବୁଢା 2 ମାସ ହେଲା ମାକୁ ଦେଖିବାକୁ ଯାଇନାହିଁ।
ଚାଲୁ ପାରୁଥିଲେ। ଯେମିତି ହେଲେ ବି ସେ ଦେଖି ଆସନ୍ତା ବୋଉ ମାକୁ, କିନ୍ତୁ ରଜକୁ ତ ଆସମାନ ତାରା ଶଙ୍ଖା ମୁଠାଏ ନିଶ୍ଚୟ ତିଆରି କରିବାକୁ ହବ, ତା ମା ପାଇଁ ଦେବାକୁ ହବ। ବୁଢା ଅନେକ କଷ୍ଟରେ ଉଠି ବସି ନ ପାରିଲେ ମଧ୍ୟ ନିଜ ହାତରେ ଶଙ୍ଖା ତିଆରି କଲା। ଯେମିତି ଆଉ କାହାକୁ ତିଆରି କରିବା ପାଇଁ ସେ ଥରେ ଚିନ୍ତା କଲା, ତ ଆଉ କେହି କରିଦେଲେ କାଳେ ମା ମନକୁ ନ ଆସିପାରେ। କିନ୍ତୁ ବୁଢା ନିଜର ସ୍ନେହରେ ଶ୍ରଦ୍ଧାର ସହିତ ବୁଢା ତା ବୋଉ ମା ପାଇଁ ଆସମାନ ତାରା ତିଆରି କରିବ ବୋଲି ସେ ଚିନ୍ତା କଲା। 60 ବର୍ଷର ଶଙ୍ଖା ଗଢି ଗଢି ସେ ଯେଉଁ ହାତରେ ତାର ଯେଉଁ ଅନୁଭୂତି ଅଛି, ସେ ଅନୁଭୂତିରୁ ସେ ସେଥିରେ ତିଆରି କଲା ଏକ ନୂଆ ପ୍ରକାର ଶଙ୍ଖା, ଆସମାନ ତାରା ଶଙ୍ଖା। ନିଜେ ଦିନକର କାମକୁ 4 ଦିନ ଲାଗୁ ପଛକେ ସେ ଯେମିତି ବି ହଉ ସେଇ ଶଙ୍ଖା ତିଆରି କରିବ ବୋଲି ସେ ସ୍ଥିର କଲା। କାମଟି କେମିତି ସରସ ହେଉ, ସୁନ୍ଦର ହେଉ ସେ ଚିନ୍ତା କଲା। ରଜ 2 ଦିନ ଥାଇକରି କାମ ସେ ନିକାଶ କଲା। ନିକାଶ କରିବା କୁହାଯାଏ। ତ 2 ଦିନ ରଜ ଥିବା ଆଗରୁ 2 ଦିନ ଆଗରୁ ସେ ତାର ଶଙ୍ଖା ତିଆରି କାମକୁ ସେ ସମାପ୍ତ କରିଦେଇଛି। ଏବଂ ମନ ଘେନି ଫଳ, ଏଠାରେ ଆମେ ଦେଖିବା କି ଯଦି ଆମର ଦୃଢ ଇଚ୍ଛା ଅଛି, ଯେତେ ବି କଠିନ କାମ ହେଲେ ବି, ଯେତେ ବି ଆମକୁ ବାଧାବିଘ୍ନ ଆସୁ, ଆମେ ସେଇଟାକୁ ଆମର ଇଚ୍ଛା ବଳରେ ଆମେ ତାକୁ ସମ୍ପୂର୍ଣ୍ଣ କରିପାରିବା। ଯଦି ଇଚ୍ଛା ନ ହେବ ତାହେଲେ ଆମେ କେବେ ବି ତାକୁ ସମ୍ପୂର୍ଣ୍ଣ କରିପାରିବା ନାହିଁ। ବୁଢାର ଏଠି ଦୃଢ ଇଚ୍ଛା ଅଛି, ତା ଆସମାନ ତାରା ଶଙ୍ଖା ସେ ତିଆରି କରିବ ଆଉ ତା ବୋଉ ମା ପାଇଁ ସେ ଦେବ। ତ ମନ ଘେନି ଫଳ ଏପରି ଗଢଣ ଶଙ୍ଖା ତା ଜୀବନରେ ତା ହାତରେ କେବେ ଉତୁରି ନାହିଁ। ଶଙ୍ଖା ଦେଖି ବୁଢାର ମନ ଭାରି ଖୁସି। ତା ମା ହାତକୁ ଏ ଶଙ୍ଖା ମୁଠାକ ଖୁବ ମାନିବ। ବୁଢା ତିଆରି କରିଛି ବହୁତ କଷ୍ଟରେ, ତାକୁ ଜ୍ୱର ହଉଛି, କିନ୍ତୁ ସେ ଜ୍ୱରକୁ ବି ଖାତିର କରିନାହିଁ ଏବଂ ଏହି ସମୟରେ ସେ ତିଆରି କରିଛି ଆସମାନ ତାରା ଶଙ୍ଖା ତା ବୋଉ ମା ପାଇଁ। ତାକୁ ଦେଖିକରି ବୁଢା ବହୁତ ଖୁସି ହେଇଯାଇଛି। ଯେତେବେଳେ ସେ ଶଙ୍ଖା ଚୁଡ଼ି ଖଣ୍ଡିକ ସେ ତିଆରି କରିସାରିଛି, ଦେଖିକି ବୁଢାର ମନ ବହୁତ ଖୁସି ହେଇଯାଇଛି। ତାକୁ ସେ ତା ମା ପାଇଁ ରଜ ସଂକ୍ରାନ୍ତି ବେଳେ ତାକୁ ନେଇଦେବ ବୋଲି ସେ ଭାବିଛି, ସ୍ଥିର କରିଛି। ଆଉ ଶଙ୍ଖା ଗୁଡାକ ବହୁତ ଖୁବ ମାନିବ। ତା ବୋଉ ହାତରେ ଭଲ ଦେଖାଯିବ, ସୁନ୍ଦର ଦେଖାଯିବ। ସେଇ କୋମଳ ହାତରେ ଆଉ ସୁନ୍ଦର ଦେଖାଯିବ ବୋଲି ସେ ମନେ ମନେ ଆନନ୍ଦିତ ହେଉଛି, ଖୁସି ହେଉଛି। ତ ରଜ ଆଗ ଦିନ ପହିଲି ରଜ। ଆଜି ଝିଅ ବୋହୂଏ ନୂଆ ଶାଢୀ ପିନ୍ଧନ୍ତି। ରାତି ସାରା ବୁଢାର ନିଦ ନାହିଁ। ସକାଳୁ ଉଠି ବୁଢା ଭାବିଲା, ମୁଁ ତ ଚାଲି ପାରୁନାହିଁ, କଣ କରିବି? ଆଉ କିଏ ନେଇଗଲେ ହେବ ନାହିଁ? ମାକୁ ଢେର ଦିନ ଦେଖି ନାହିଁ, ସତେ କଣ ଏଥିରୁ ବଞ୍ଚିଯିବି ଯେ ଥରେ ଦେଖି ଆସେ। ଆଉ ମା ସେହି ହାତରେ ଶଙ୍ଖା କଛିଦେବି। ମାର ହାତଟି ମନେ ପଡିଗଲା। ବୁଢାର ଗଦାଏ ବଳ ଆସିଗଲା। ବୁଢା ସଅଳ ସଅଳ ମୁଠାଏ ଖାଇଦେଇ ଶଙ୍ଖା ମୁଠିକ ଗାମୁଛାରେ ବାନ୍ଧି ବାହାରିଲା। ଅତି କଷ୍ଟରେ ଭଡ଼ାଇ ପାଦ ଚାଲୁଥାଏ। 5 କୋଶ ବାଟ ପହଞ୍ଚିଲା ବେଳକୁ ବେଲ ଗଡିଗଲାଣି। ତ ରଜ ସଂକ୍ରାନ୍ତି ପାଖେଇ ଆସିଯାଇଛି। ତ ରଜର ପ୍ରଥମ ଦିନକୁ ପହିଲି ରଜ କୁହାଯାଇଥାଏ। ତ ସେଇଦିନ ବୋହୂମାନେ ଏବଂ ଝିଅମାନେ ଶଙ୍ଖା ଏବଂ ଶାଢୀ ପିନ୍ଧିଥାନ୍ତି, ନୂଆ ନୂଆ ଜିନିଷ ପିନ୍ଧିଥାନ୍ତି। ତ ବୁଢା ମନେ ମନେ ଭାବି ଦେଇଛି ତା ଝିଅ ପାଇଁ, ତା ବୋହୂ ମା ପାଇଁ ସେ ଆସମାନ ତାରା ଶଙ୍ଖା ତିଆରି କରିବ। ତ ରାତି ସାରା ବୁଢାକୁ ନିଦ ହେଇନି। ଯେମିତି ହେଲେ ବି ସେ ତ ଶଙ୍ଖା ତିଆରି କରିସାରିଛି, ଆଉ ତା ବୋହୂ ମା ପାଖକୁ ପହଞ୍ଚାଇବ। ସେ ନିଜେ ଯାଇକି ତା ବୋହୂ ମାକୁ ସେ ପିନ୍ଧେଇ ଦେବ, କଛି ଦେବ ଶଙ୍ଖାକୁ। ଏହା ଭାବି ଭାବି ସେ ରାତି ସାରା ସେ ଶୋଇନି। ସକାଳୁ ବୁଢା ଭାବିଲା, ଯଦି ସେ ଚାଲିପାରୁନି, ଯଦି ଅଲଗା କାହା ହାତରେ ଯଦି ଦେଇଦେବ ତାହେଲେ ସେ ଦେଖିପାରିବନି। ପଠେଇ ବି ପାରିଥାନ୍ତା, କିନ୍ତୁ ସେ ନ ପଠେଇ ନିଜେ ଯିବା ପାଇଁ ସ୍ଥିର କଲା। ଆଉ ଯେତେବେଳେ ସେ ଯାଇଛି, ମାକୁ ତ ସେ ବହୁତ ଦିନ ସେ ଦେଖିନଥିଲା। ବହୁତ ଦିନରୁ ସେ ଦେଖିନଥିଲା। ତ ଏଠାରେ ଆଉ ମାର ସେହି ହାତରେ ଶଙ୍ଖା କଛି ଦେବା ପାଇଁ ସେ ବୁଢା ସ୍ଥିର କଲା। ହାତଟି ମନେ ପଡିଗଲା କ୍ଷଣି
ଯେତେବେଳେ ଭାବି ଦେଇଛି ବୁଢା କି ତା ବୋହୂ ମାକୁ ସେ ଯାଇକି ଶଙ୍ଖା ପିନ୍ଧେଇବ, ଆଉ ସେ ତା ହାତରେ ଶଙ୍ଖା କଛିଦେବାର ଯେତେବେଳେ ସେ ଭାବି ଦେଇଛି, ତାକୁ ବହୁତ ଟିକେ ଗଦାଇ ବଳ ଆସିଯାଇଛି, ତାକୁ ଟିକେ ଆଉ ଥରେ ଶକ୍ତି ଆସିଯାଇଛି। ପୁଣି ବୁଢା ସ୍ଥିର କଲା କି ନିଜେ ଚାଲି ଚାଲି ଯାଇ ତା ମା ଘରେ ପହଞ୍ଚିବ ବୋଲି ସେ ସ୍ଥିର କଲା। ତ ସକାଳ ହଉ ହଉ ବୁଢା କଣ କଲା ନା, ସକାଳରେ ସଅଳ ଶୀଘ୍ର ଶୀଘ୍ର ଟିକେ କିଛି ଖାଇଦେଇ ଶଙ୍ଖା ଗୁଡ଼ିକ ସେ ନିଜ ଗାମୁଛାରେ ବାନ୍ଧିଦେଲା। ଏବେ ନିଜେ ଧରିଥିବା ଗାମୁଛାରେ ସେ ଶଙ୍ଖାକୁ ବାନ୍ଧିଦେଲା ଏବଂ ଭଡ଼ାଇ ଭଡ଼ାଇ ପାଦ ପକାଇ ଚାଲିଲା। ଟିକେ ଭଡ଼ାଇ ଭଡ଼ାଇ ମାନେ ଖୁବ ଧୀରେ ଧୀରେ। ବୁଢାକୁ ଜ୍ୱର ହେଉଛି, ଦେହରେ ଶକ୍ତି ନାହିଁ, ବଳ ନାହିଁ, ତ ତଥାପି ସେ ଶଙ୍ଖା ପିନ୍ଧାଇବା ପାଇଁ ଆଗକୁ ବଢି ଚାଲିଛି। ତ 5 କୋଶ ଯେତେ ଯାଇଛି, ତାପରେ ବେଲ ଗଡି ହେଲାଣି, ସନ୍ଧ୍ୟା ସମୟ ପାଖେଇ ଆସୁଛି, ବୁଢାକୁ ଶୀଘ୍ର ପହଞ୍ଚିବାର ଅଛି, ଆଉ ଶଙ୍ଖା ପିନ୍ଧେଇବାର ଅଛି। ତ ବୁଢା ଯାଇ ଯେଉଁଠାରେ ଛିଡା ହୋଇ ଡାକୁଥିଲା ସେହିଠାରେ ଛିଡା ହେଲା। ଏହି ସମୟରେ ବୁଢା ଯାଇଛି, ପହଞ୍ଚିଛି, ଆଉ ସେଠାରେ ଯାଇକି ସେ ଯେଉଁଠାରେ ସେ ପ୍ରତିଦିନ ଠିଆ ହୁଏ ସେଠାରେ ଯାଇକି ପହଞ୍ଚିଛି, ଠିଆ ହେଇଛି ଏବଂ ତା ମନରେ ବହୁତ ଆନନ୍ଦ, ଉତ୍ସାହ, କେତେ ଉତ୍ସାହ। ସେ ଡାକିଲା ଶଙ୍ଖା ନବ, ଯେମିତି ପ୍ରତିଦିନ ସେ ଡାକେ ଶଙ୍ଖା ନବ। କେହି ଶୁଣିଲେ ନାହିଁ। ପୁଣି ଡାକିଲା ମା ଲୋ ଶଙ୍ଖା ନବୁ ପରା, ତେବେ ବି କେହି ଆସିଲେ ନାହିଁ। ବୁଢା ଅଧୀର ହୋଇପଡିଲା। 2 ଥର ଡାକି ସାରିଲାଣି, କେହି ଜବାବ ପଦେ ବି ଦେଉନାହାନ୍ତି। ଥରେ ଡାକିଲେ ତାର ମା ଆସି ଦ୍ୱାର ବନ୍ଧ ପାଖରେ ଛିଡା ହୋଇଯାଉଥିଲା, କିନ୍ତୁ ଆଜି କେହି ଶୁଣୁନାହାନ୍ତି। ତ ସେ କହୁଛି, ପୁଣି ଡାକିଲା ମା ମୁଁ ଆସିଛି, ଶଙ୍ଖା ଆଣିଛି ତୋ ପାଇଁ। ଏଥର ସାଆନ୍ତାଣୀ ନିଜେ ବାହାରି ଆସିଲେ ଓ ତାଙ୍କ ପଛେ ସେଇ ଦାସୀ। ସାଆନ୍ତାଣୀକୁ ଦେଖି ବୁଢା କହିଲା, ମୋ ମା କାହିଁ? ମୁଁ ତା ପାଇଁ ଆସମାନ୍ତାର ଶଙ୍ଖା ଆଣିଛି, ରଜରେ ପିନ୍ଧିବ। ତ ଦାସୀ ତ ଏତେବେଳକୁ ହୁରି କମ୍ପାଇ ଦିଅନ୍ତାଣି, ସେ କିଛି କହିଲା ନାହିଁ। ଏଠାରେ ଯେତେବେଳେ ବୁଢା ଯାଇଛି, ବହୁତ କଷ୍ଟରେ ଦେଖିଛି କି ସେଇ ଜାଗାରେ ଠିଆ ହେଲା ଯେଉଁ ସେ ପ୍ରତିଦିନ ଠିଆ ହୁଏ, ତା ବୋହୂ ମାକୁ ଦେଖେ। ତ ଦେଖିବାକୁ ବହୁତ ତାର ଉତ୍ସାହ ଥିଲା ତାର ବୋହୂ ମାକୁ ଦେଖିବାକୁ। ତାପରେ ଯେତେବେଳେ ସେ ଡାକିଛି, କେହି ଶୁଣି ନଥିଲେ। ବୁଢା ଅଧୀର ହୋଇପଡିଲା, ଅଧୀର ମାନେ ଭାଙ୍ଗି ପଡିଲା କେହି ନ ଶୁଣିବାରୁ। ତାପରେ କେହି ଜବାବ ଦେଲେ ନାହିଁ। ତାପରେ ଦ୍ୱାର ବନ୍ଧରେ ସେ ଯାଇକି ଠିଆ ହେଲା। ଦ୍ୱାର ବନ୍ଧରେ ଠିଆ ହେଲା ଆଉ ଡାକିଲା ଶଙ୍ଖା ଆଣିଛି, ଶଙ୍ଖା ନେବା ପାଇଁ ବୋହୂ ମାକୁ ଡାକିଲା, ତଥାପି କେହି ଶୁଣିଲେନି। ତ ଏଠାରେ ସାଆନ୍ତାଣୀ ନିଜେ ବାହାରି ଆସିଲେ, କହିଲେ କି ମୋ ମା କାହିଁକି ପଚାରିଲା ସେ, ତ ମୁଁ ତା ପାଇଁ ଆସମାନ ତାରା ତିଆରି ଶଙ୍ଖା ତିଆରି କରି ଆଣିଦେଇଛି। ତ ଦାସୀ ତାକୁ ରଜରେ ପିନ୍ଧିବ ବୋଲି କହିଛି। ଦାସୀ ତ ଏତେବେଳକୁ ହୁରି କମ୍ପାଇ ଛାଡ଼ନ୍ତାନି, କିନ୍ତୁ କହିଲାନି। କେହି କିଛି କାହାରି ମୁହଁରୁ କଥା ପଦେ ବି ବାହାରୁ ନଥିଲା। ଦେଖିବା କି ଆମେ ଗଳ୍ପର ଶେଷ କ୍ରମରେ ଆମେ ଦେଖିବା କି ସାଆନ୍ତାଣୀ ଧୀରେ ଧୀରେ କହିଲେ, ନା ନା ଶଙ୍ଖା ଲୋଡ଼ା ନାହିଁ। ତାପରେ ବୁଢା କହିଲା, ନା ନା ମୋ ମା ଲାଗି ଶ୍ରଦ୍ଧାରେ ଆଣିଛି। ସାଆନ୍ତାଣୀ ପୁଣି କହିଲେ କି ନା ଶଙ୍ଖା କେହି ନେବେ ନାହିଁ, ଯା। ବୁଢାକୁ ସେଠାରୁ ଫେରି ଯିବା ପାଇଁ ସାଆନ୍ତାଣୀ ତାଙ୍କୁ କହିଥିଲେ। ତାପରେ ବୁଢା କହିଲା କି ନା ନା ହଉ, ଶଙ୍ଖା ନହେଲେ ନାହିଁ, ମୋ ମାକୁ ଥରେ ଡାକିଦିଅ, ମୁଁ ଦେଖିବି, କୋଉ ଦିନରୁ ଦେଖି ନାହିଁ। ବୁଢା ତାର ମନ ତାର ମାକୁ ଦେଖିବାର ଇଚ୍ଛା ଥିଲା। ତାପରେ ଦେଖା ହେଇପାରିବ ନାହିଁ ବୋଲି ସାଆନ୍ତାଣୀ ମନା କଲେ। ତାପରେ ବୁଢାର ମୁଣ୍ଡରେ ବଜ୍ର ପଡିଗଲା, ସେ ଭାଙ୍ଗି ପଡିଲା। ଏତେ ଦୂର ସେ ଏତେ କଷ୍ଟ କରିକି ଯାହା ପାଇଁ ଆସିଛି, ସେ ତାକୁ ଦେଖିପାରିବନି ବୋଲି। ଯେତେବେଳେ ପୁଣି ଥରେ ସେ ମାକୁ ଥରେ ଦେଖିବି, ମୁଁ ଆଉ ବଞ୍ଚିବି ନାହିଁ ବୋଲି ସେ ଯେତେବେଳେ କହିଛି, ତାପରେ ସାଆନ୍ତାଣୀ ତାଙ୍କୁ ତାର କଥାକୁ ବୁଝି ଯାହା ବୋହୂକୁ ଡାକିଦେବା ପାଇଁ କହିଛନ୍ତି। ତାପରେ ଦାସୀ ଯେତେବେଳେ ଚାଲିଗଲା, କିଛି କ୍ଷଣ ପରେ ସେ ବୋହୂ ସାଆନ୍ତାଣୀ ଆସି ସେ ଦ୍ୱାର ପାଖରେ ଠିଆ ହେଲା। ସେଇ ସମୟରେ ପ୍ରତ୍ୟେକ ବେଳ ଯେତେବେଳେ ଆଗଥର ଯେତେବେଳେ ଦାସୀ ସାଙ୍ଗରେ ସେ ନୂଆ ବୋହୂ ଆସୁଲା, ତାର ଝୁମୁରୁ ଝୁମୁରୁ ହୋଇ ଆସୁଥିଲା, ପାଦରେ ପାଉଁଜି ପିନ୍ଧିଥିଲା, ତାର ଝୁମୁରୁ ଝୁମୁରୁ ଶବ୍ଦ ଶୁଭୁଥିଲା। ତାପରେ ରଙ୍ଗ ବିରଙ୍ଗର ଶାଢୀ ପିନ୍ଧିଥିଲା। କିନ୍ତୁ ଏହି ସମୟରେ ଯେତେବେଳେ ବୁଢା ଚାହିଁ ଦେଇଥାଏ, ତାର ହସ ହସ ମୁଖଟି ବୁଢା ଦେଖି ଆନନ୍ଦର ସୀମା ରହେ ନାହିଁ। ଆଗ ଯେତିକି ଥର ଆସିଛି, ବୁଢା ତାର ବୋହୂ ମାକୁ ଦେଖି ବହୁତ ଖୁସି ହେଇଯାଇଥାଏ। କିନ୍ତୁ ଆଜି ଆଜି ନିଶବ୍ଦରେ ସେ ଛିଡା ହୋଇଛି।
ତାର ଚାରି ଆଙ୍ଗୁଳ ନାଲି ତହିଁରି ଶାଢ଼ୀ ନାହିଁ କି କୁମ୍ଭନିକାର ଦକ୍ଷିଣା ପାଟ ନାହିଁ। ଗୋଡ଼ ଦୁଇଟା ଲଙ୍ଗଳା ପିନ୍ଧିଛି ଖଣ୍ଡେ ଧଳା ଲୁଙ୍ଗା ଥାନ। ତ ଏବେ ଦେଖିଛି ବୁଢା ଶଙ୍ଖାରୀକୁ ବହୁତ ଦୁଃଖ ଅନୁଭବ ହେଇଛି ଯେତେବେଳେ ସେ ତାର ମାକୁ ଦେଖିଛି କି ତାର କୁମ୍ଭନିକାରା ସେଇ ଦକ୍ଷିଣା ପାଟ ନାହିଁ, ଗୋଡ଼ରେ କିଛି ସେ ପିନ୍ଧି ନାହିଁ, ପାଉଁଜି ପିନ୍ଧି ନାହିଁ। ଆଉ ଯେତେବେଳେ ବୁଢା ଦେଖିଛି ତାର ପାଦରୁ ଖସିଗଲା ବୋଲି ଦେଖିଲା, ତାର ଦେଖିଛି କି ଧଳା ଲୁଗା ଖଣ୍ଡେ ପିନ୍ଧିଛି, ତାର ବୋହୁ ମାଟା ବିଧବା ହେଇଯାଇଛି, ବୈଧବ୍ୟ ଅବସ୍ଥାରେ ସେ ପହଞ୍ଚିଛି। ବୁଢାର ଦେହ ଥରି ଉଠିଲା, ମୁଣ୍ଡ ଘୁରିଗଲା, ଆଖି ବୁଜି ପକାଇଲା। ପୁଣି ଚାହିଁଦେଲା ବେଳକୁ ସେହି ହାତଟି ଦିଶିଗଲା, ହାତରେ କିଛି ନାହିଁ। ସେ ତାର ବୋହୁ ସାନ୍ତାଣୀ ହାତରେ ଶଙ୍ଖା ବି ନଥିଲା, ଗୋଡ଼ରେ ପାଉଁଜି ବି ନଥିଲା, ଯୋଉଟା କି ଛମ ଛମ ସବୁବେଳେ ଶୁଭୁଥିଲା। ତାପରେ ବୁଢା ଭୋ ଭୋ କରି ରଡି କରି ଉଠିଲା, କାନ୍ଦି ପକାଇଲା, ବୋହୂଟି ଖେରି ପଡି ଚାଲିଗଲା, ପୁଣି ପଳେଇଗଲା। ତାପରେ ବୁଢା କହିଲା, ମା ଲୋ, ମୁଁ ନ ମରି କାହିଁକି ତତେ ଦେଖିବାକୁ ଆସିଲି? ଏଇଆ ଦେଖିବା ଲାଗିଲ ନା? ବୁଢା କହିପାରିଲା ନାହିଁ। ତାର ହୃଦୟର ବେଦନା କହିଲେ ନ ସରେ। ତାର ଗାମୁଛାରୁ ଯୋଉ ଯତ୍ନର ସହିତ, ଶ୍ରଦ୍ଧାର ସହିତ ସେ ଶଙ୍ଖା ତିଆରି କରିଥିଲା ଏବଂ ଆଣିଥିଲା, ତାକୁ ସେ ବାହାର କରିକି ପଚାରି ଦେଲା, ଆଉ ଶଙ୍ଖା ମୁଠାକ ଯାକ ଚୁନା କରିଦେଲା। ସେ ତହିଁରୁ ସେ ଏକମୁହାଁ ହୋଇ ଚାଲିଗଲା। ଦାସୀ ଏବଂ ଶାଶୁ ରଡି କରି ଉଠିଲେ। ବୁଢା ଦେଖିଛି ତାର ବୋହୁ ମାଟା ଧଳା ଶାଢୀ ପିନ୍ଧିଥିଲେ। ତ ଆମର ହିନ୍ଦୁ ପ୍ରଥା ଅନୁସାରେ ଯେଉଁମାନଙ୍କର ସ୍ୱାମୀଙ୍କର ମୃତ୍ୟୁ ହୋଇଥାଏ, ଆମେ ପରମ୍ପରା ଅନୁସାରେ ଧଳା ଶାଢୀ ପରିଧାନ କରିଥାନ୍ତି ଏବଂ ତାଙ୍କୁ ଶଙ୍ଖା ମଧ୍ୟ ତାଙ୍କୁ ଉତାରି ଦିଆଯାଇଥାଏ। ତ ଏଇ ପ୍ରଥା ଅନୁସାରେ ଦେଖିଛି ଚୁନା ହେଇଯିବା ମାନେ ଭାଙ୍ଗି ଗୁଣ୍ଡ ହେଇଯିବା। ତ ବୁଢାର ହୃଦୟ ଏବେ ଭାଙ୍ଗି ପଡିଛି ଏବଂ ଦେଖିଛି ତା ମାକୁ ଦେଖିଛି କି ଗୋଟେ କରୁଣାମୟ ଚାହାଣୀରେ ସେ ଲକ୍ଷ୍ୟ କରିଛି। ତ ଏହିପରି ଭାବରେ କାଳ୍ପିକ ଏଠାରେ ଏକ ଦୁଃଖ ଭରା ଗଳ୍ପ ବୁଢା ଶଙ୍ଖାରୀ ଲେଖିଛନ୍ତି। ଆମେ ଜାଣିଲା ଶଙ୍ଖାରୀ ବୁଢାର ମନର ଭାବାବେଗକୁ ଆମେ ବୁଝିପାରିଲା, ଏବେ ଦେଖିପାରିଲା। ତ ଆସନ୍ତୁ ଆମେ ଆଲୋଚନା କରିବା ଆଉ ଥରେ କଣ ବୁଝିଲେ। ଆମେ କିଛି ପ୍ରଶ୍ନାବଳୀ ପାଠରୁ ଆମେ ଆଲୋଚନା କରିବା। ତ ବୁଢା ଶଙ୍ଖାରୀ ଗଳ୍ପର କାଳ୍ପିକ କିଏ ପିଲାମାନେ? ଠିକ ଉତ୍ତର ଲକ୍ଷ୍ମୀକାନ୍ତ ମହାପାତ୍ର। ଠିକ ଉତ୍ତର। କାହାର ଅଷ୍ଟାଙ୍ଗ ଶରୀର ଝାଳରେ ଜୁଡୁ ବୁଡୁ ହଉଥିଲା? ଲକ୍ଷ୍ମୀକାନ୍ତ ମହାପାତ୍ର। ଠିକ ଅଛି। ଲକ୍ଷ୍ମୀକାନ୍ତ ମହାପାତ୍ର। 2 ନମ୍ବର ପ୍ରଶ୍ନ, କାହାର ଅଷ୍ଟାଙ୍ଗ ଶରୀର ଝାଳରେ ଜୁଡୁ ବୁଡୁ ହଉଥିଲା? ବୁଢା ଶଙ୍ଖାରୀର। ବୁଢା ଶଙ୍ଖାରୀ। ବୁଢା ଶଙ୍ଖାରୀର, ବହୁତ ବଢିଆ ଉତ୍ତର। ତୃତୀୟ ପ୍ରଶ୍ନ, କେଉଁ ମାସ ବୁଢା କଥା? ଶଙ୍ଖାରୀର ହଁ ଠିକ ଉତ୍ତର। ଫଗୁଣ। ଫଗୁଣ ମାସ କଥା କୁହାଯାଇଛି। ବହୁଟି ବୁଢା ଶଙ୍ଖାରୀକୁ କି ଶଙ୍ଖା ମାଗିଥିଲା? ରଙ୍ଗ ଝିଲିରି, ବଉଳ ଫୁଲିଆ, ଆସମାନ ତାରା, ବିଛା ମାଳିଆ, କି ଶଙ୍ଖା ମାଗିଥିଲା? ଆସମାନ ତାରା। ପଞ୍ଚମ ପ୍ରଶ୍ନ, ବୁଢା ଶଙ୍ଖାରୀର ବୟସ କେତେ ବୋଲି ଗଳ୍ପରେ କୁହାଯାଇଛି? 60 ବର୍ଷ। 60 ବର୍ଷ। କେଉଁ ପର୍ବରେ ବୁଢା ଶଙ୍ଖାରୀ ଆସମାନ ତାରା ଶଙ୍ଖା ଆଣିବା ପାଇଁ ସ୍ଥିର କରିଥିଲା? ରଜ ସଂକ୍ରାନ୍ତି। ରଜ ସଂକ୍ରାନ୍ତି। ଠିକ ଉତ୍ତର। ବିଧବା ବୋହୂକୁ ଦେଖି ବୁଢା ଶଙ୍ଖାରୀ ଆସମାନ ତାରା ଶଙ୍ଖାକୁ କଣ କଲା? ଚାଷୀକୁ ଦେଇଦେଲା, କଚାଡି ଭାଙ୍ଗିଦେଲା। ଠିକ ଉତ୍ତର, ବହୁତ ବଢିଆ। ରଜ ସଂକ୍ରାନ୍ତିରେ କେତେ ଦିନ ପୂର୍ବରୁ ଶଙ୍ଖା ତିଆରି କାମ ଶେଷ କଲା? 2 ଦିନ। 2 ଦିନ ଆଗରୁ ସେ ଶଙ୍ଖା ତିଆରି। ହଁ, ବହୁତ ବଢିଆ ଉତ୍ତର ଦେଇଛନ୍ତି। ବୁଢା ଶଙ୍ଖାରୀ ବୋହୂକୁ କଣ ବୋଲି ଡାକୁଥିଲା? ମା। ମା ବୋଲି। ମା। ହଁ, ଠିକ ଉତ୍ତର। ବୋହୂର ଆଙ୍ଗୁଠି ଗୁଡିକ କିପରି ଦିଶୁଥିଲା? ଚମ୍ପା କଢି ପରି। ଚମ୍ପା କଢି ପରି।
ଚମ୍ପା କରି ପରି ବହୁ ପ୍ରଥମ ଥର ଶଙ୍ଖା ଦେଖିବା ବେଲେ କି ଶାଢୀ ପିନ୍ଧିଥିଲା? ମୟୂର କଣ୍ଠିରି ମୟୂର କଣ୍ଠିରି। ବହୁତ ବଢିଆ, ସୁନ୍ଦର ଉତ୍ତର ଦେଇଛନ୍ତି ପିଲାମାନେ। ବୁଢା ଶଙ୍ଖାରୀ ଗଳ୍ପରେ ଲେଖକ କଣ ଦର୍ଶାଇଛନ୍ତି? ସମ୍ପର୍କ ନଥାଇ ମଧ୍ୟ ଶଲ୍ୟ ପ୍ରେମର ସମ୍ପର୍କ ନଥାଇ ମଧ୍ୟ ଅନାବିଳ ବାତ୍ସଲ୍ୟ ପ୍ରେମର ମହାନତାକୁ ସେ ଗାଳ୍ପିକ ଏଠାରେ ଦର୍ଶାଇଛନ୍ତି। ବହୁଟି ବୁଢାକୁ କେଉଁ ସଂଖ୍ୟା ବିଷୟରେ ପଚାରିଥିଲେ? ଆସମାନ ତାରା। ଆସମାନ ତାରା। କେଉଁ ଦିନ ଶଙ୍ଖାରୀ ବୁଢା ତା ମା ପାଇଁ ଆସମାନ ତାର ଶଙ୍ଖା ତିଆରି କରି ଆଣିବ ବୋଲି ଚିନ୍ତା କଲା? ରଜ ସଂକ୍ରାନ୍ତି। ଗାଁ ମୁଣ୍ଡରେ ଥିବା ଘରଟି କିପରି ଘର ଥିଲା? ସାତ ଛେନିଆ ଛପର ଘର। ଲେଖିକି ତମେ ତମ ଶିକ୍ଷକଙ୍କୁ ଦେଖେଇବ ଏଇଟା।